ଆପଣମାନଙ୍କର ଆନ୍ସର୍ ମୁଁ ଏଇଠି ଦେଉଛି। ତ କରିଛନ୍ତି ନମିତା ତିର୍କି। ସେ କହିଛନ୍ତି ମ୍ୟାଡ଼ାମ୍ ପ୍ଲିଜ୍ ରିପ୍ଲାଏ ଦେବେ। ହ୍ୟାଲୋ ଏଭ୍ରିୱାନ୍, ଗୁଡ୍ ମର୍ଣ୍ଣିଂ। କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ସାରା ଭଲରେ ଥିବେ। ସ୍ୱାଗତ କରୁଛି ଆପଣମାନେ ସମସ୍ତଙ୍କୁ ଆଜିର ଗୋଟେ ନୂଆ ବ୍ଲଗ୍ରେ। ବହୁତ ଦିନ ପରେ ଆଜି ମୁଁ ବ୍ଲଗ୍ ଷ୍ଟାର୍ଟ କରିଛି ସାଙ୍ଗମାନେ। ଆଉ ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ କ୍ଷମା ମାଗିବା ପାଇଁ ଚାହିଁବି। କାହିଁକିନା ମୋର ଯେତିକି ୟୁଟ୍ୟୁବ୍ ଫ୍ୟାମିଲି ଥିଲେ ନା, ସେମାନେ ମୋତେ ଏତେ ସାରା କମେଣ୍ଟ କରିଛନ୍ତି, ବଟ୍ ମୁଁ ତାଙ୍କର ରିପ୍ଲାଏ ଦେଇପାରୁନଥିଲି। କାହିଁକିନା ମୋ ଦେହ ଖରାପ ଥିଲା, ମାଇଣ୍ଡ ଡିଷ୍ଟର୍ବ ଥିଲା, ତ ସେଥିପାଇଁ ମୁଁ ଦେଇପାରୁନଥିଲି। ଆଉ ଆମର ସ୍ପୋର୍ଟସ୍ ବି ଚାଲିଛି, ସେଥିପାଇଁ ମୁଁ ଦେଇପାରୁନଥିଲି। ତ ଆଜି ଆପଣମାନଙ୍କର କୋଶ୍ଚିନ୍ର ଆନ୍ସର୍ ଆଜି ସିଓର ଦେବେ। ତ ଚାଲନ୍ତୁ ବ୍ଲଗ୍ଟାକୁ ଷ୍ଟାର୍ଟ କରିବା। ତ ସାଙ୍ଗମାନେ ମୋତେ ମାଫ କରିଦେବେ, କାହିଁକିନା ବହୁତ ଦିନ ହେଲାଣି ଆପଣମାନେ ତ ଦେଖିଥିବେ। ତ ଚାଲନ୍ତୁ ଆପଣମାନଙ୍କର ଆନ୍ସର୍ ମୁଁ ଏଇଠି ଦେଉଛି। ତ ଚାଲନ୍ତୁ ଆପଣମାନଙ୍କର ଆନ୍ସର୍ ମୁଁ ଲେଖିକି ଆଣିଛି। ଠିକ୍ ଅଛି, ଦେଖନ୍ତୁ। ପ୍ରଥମେ ମୋତେ କମେଣ୍ଟ କରିଛନ୍ତି ନମିତା ତିର୍କି। ସେ କହିଛନ୍ତି ମ୍ୟାଡ଼ାମ୍ ପ୍ଲିଜ୍ ରିପ୍ଲାଏ ଦେବେ। ପ୍ରୋଭିଜନାଲ୍ ସାର୍ଟିଫିକେଟ୍ରେ ପ୍ରିନ୍ସିପାଲ୍ଙ୍କର ସିଲ୍ ଆଣ୍ଡ ସିଗ୍ନେଚର୍ ଚେକ୍ କରନ୍ତି କି? ହଁ, ଚେକ୍ କରନ୍ତି ମ୍ୟାଡ଼ାମ୍। ଆଉ ଆପଣମାନଙ୍କର ପ୍ରୋଭିଜନାଲ୍ରେ ଆଉ ଆପଣମାନଙ୍କର ସେମିଷ୍ଟାର ୱାଇଜ୍ ଯେଉଁ ମାର୍କସିଟ୍ ଥିବ ସେଇଟା, ତାପରେ ଆପଣମାନଙ୍କର ଯେଉଁଟା କଲେଜ NCT ଆଉ କଲେଜ ଆଫିଲିଏସନ୍ ଆଣ୍ଡ ଏତିକି ସବୁ ଆପଣମାନଙ୍କର ପ୍ରିନ୍ସିପାଲ୍ର ସିଗ୍ନେଚର୍ ଚେକ୍ କରନ୍ତି। ଆଉ ମନେ କରିକି ଆଣିଥିବେ କଲେଜର NCT ସାର୍ଟିଫିକେଟ୍, ଯେଉଁଟାକି ଆପଣମାନେ ଆପଣ ଯେଉଁ ଇୟର୍ରେ ଜଏନ୍ କଲେ ସେଥିରୁ ଆଣିବେ। ଆଉ ଯେଉଁ ଇୟର୍ରେ ଆପଣମାନେ ପାସ୍ କରିଛନ୍ତି ସେଇ ଇୟର୍ର ବି NCT ସାର୍ଟିଫିକେଟ୍ ଆଣିବେ। ଦୁଇଟା ସାର୍ଟିଫିକେଟ୍ ଆଣିବେ। ଆଫିଲିଏସନ୍ ସାର୍ଟିଫିକେଟ୍ ସେଇଟା ଗୋଟେରେ ହେଇଯିବ। ତାପରେ ମେସେଜ୍ କରିଛନ୍ତି ବିଭାନ ମୋତେ ମେସେଜ୍ କରିଛନ୍ତି କି ମ୍ୟାଡ଼ାମ୍ CTET ବାହାରିଛି, ମୁଁ BPED କମ୍ପ୍ଲିଟ୍ କରିଛି, ମୁଁ ପକାଇ ପାରିବି? ତ BPED ବାଲା CTET ପକାଇ ପାରିବେନି। କାହିଁକି ନା BPED ବାଲାଙ୍କୁ CTET ଯିଏ BED କରିଥିବ ସେ ହିଁ CTET ପକାଇ ପାରିବ। ଠିକ୍ ଅଛି। ତାପରେ କମେଣ୍ଟ କରିଛନ୍ତି ମିଶାଲ ଶ୍ରୀକାନ୍ତ ମୋତେ ମେସେଜ୍ କରିଛନ୍ତି ମ୍ୟାଡ଼ାମ୍ ମୁଁ ଆନ୍ଧ୍ରା ୟୁନିଭର୍ସିଟିରେ BPED କମ୍ପ୍ଲିଟ୍ କଲି ମ୍ୟାମ୍, ଆପଣଙ୍କ ସହିତ କଣ୍ଟାକ୍ଟ କରିବାର ଅଛି। ତ ସାର୍ ଆପଣ କାହିଁକି ମୋତେ କଣ୍ଟାକ୍ଟ କରିବେ? ଆପଣ ଯାହା ଡାଉଟ୍ ଅଛି ଆପଣ ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ ରିପ୍ଲାଏ ଦେବି। ଆପଣ ଆନ୍ଧ୍ରାରେ କମ୍ପ୍ଲିଟ୍ କରିଛନ୍ତି ନା, ତ ଆପଣ ଆନ୍ଧ୍ରାରେ ଯାହା ସାର୍ଟିଫିକେଟ୍ ଆପଣମାନଙ୍କର ସେଇଟା ନେଇକି ଆସିବେ। ଆଉ ପ୍ରୋଭିଜନାଲ୍ ଆଉ NCT ସାର୍ଟିଫିକେଟ୍, ଆପ୍ଲିକେସନ୍, ଆପଣଙ୍କର ଇୟର୍ ୱାଇଜ୍ ଯେଉଁ ସେମିଷ୍ଟାର ଗୁଡ଼ାକରେ ସିଓର ଆପଣ ପ୍ରିନ୍ସିପାଲ୍ର ସିଗ୍ନେଚର୍ ଆଉ ସେ ଷ୍ଟାମ୍ପ ଲିଷ୍ଟଟା ଆଣିବେ। ଓକେ। ତାପରେ ଆମର ସୌଭାଗ୍ୟ ଲକ୍ଷ୍ମୀ ମୋତେ ମେସେଜ୍ କରିଥିଲେ କମେଣ୍ଟ ସେକ୍ସନରେ SCBC ଆପ୍ଲାଏ ବେଳେ ଦେଇଥିଲି, ବଟ୍ କାଟାଗୋରିଜରେ SCBC ଦେଇଥିଲି। ଏବେ ସେ SCBC ସାର୍ଟିଫିକେଟ୍ ବାହାର କରି ରଖିଛି, ପ୍ରୋବ୍ଲେମ୍ ହେବ କି ଭେରିଫିକେସନ୍ ବେଳେ? ଆପଣମାନଙ୍କର ତ ଯେମିତି ଆମର ST ପିଲାମାନଙ୍କର 5 years ଭ୍ୟାଲିଡ୍ ଥାଏ, ଆପଣଙ୍କର ବୋଧେ 6 month ଭ୍ୟାଲିଡ୍ ଥାଏ। ଆପଣ ଏବେ ବାହାର କରି ରଖିଲେ ବି ସେଇଟା ଆପଣଙ୍କର ଭ୍ୟାଲିଡ୍ ହେବନି। ଆପଣ ଯେତେବେଳେ ଆପଣ ଯେତେବେଳେ ଯେଉଁ ପୋଷ୍ଟ ବାହାରିବ ଆପଣ ସେତେବେଳେ ହିଁ ଆପଣଙ୍କର SCBC ବାହାର କରିକି ଆପଣ ପକାଇ ପାରିବେ। ଆପଣଙ୍କର 6 month ଭ୍ୟାଲିଡ୍ ଥାଏ, ଆମର 5 years ଭ୍ୟାଲିଡ୍ ଥାଏ। ତାପରେ ଏନ୍ଜୟ ଲର୍ଣ୍ଣିଂ ମୋତେ ମେସେଜ୍ କରିଛନ୍ତି ମ୍ୟାମ୍ ପ୍ଲିଜ୍ ରିପ୍ଲାଏ ଦେବେ। ମୋର 10th ନେଇକିନା BED ସାର୍ଟିଫିକେଟ୍ ପର୍ଯ୍ୟନ୍ତ ସବୁ ସାର୍ଟିଫିକେଟ୍କୁ ଲାମିନେଟ୍ କରିଦେଇଛି, କିଛି ପ୍ରୋବ୍ଲେମ୍ ନାହିଁ।
ଆପଣଙ୍କର ଯଦି ମାନେ 10th ଆରମ୍ଭ କରିଛନ୍ତି ମାନେ 10thର ତ ଆପଣ ଅଲରେଡ଼ି ଆପଣଙ୍କର ସିଗ୍ନେଚର ସିଲ୍ ବାଡ଼ି ଦେଇଥିବ। ତ ଆପଣ ଯଦି ମାନେ ବିଡ଼ି ଯଦି ଆପଣ ବାହାରେ କରିଛନ୍ତି ମାନେ ଆନ୍ଧ୍ରାରେ କରିଛନ୍ତି ଦେନ୍ ଆପଣଙ୍କର ପ୍ରୋଭିଜନାଲ୍ ଆଉ ଇୟର୍ ୱାଇଜ୍ ସେମିଷ୍ଟାର ଆଉ NCT ସାର୍ଟିଫିକେଟ୍ ତାପରେ ଆପ୍ଲିକେସନ୍ ଏଥିରେ ଆପଣଙ୍କର ପ୍ରିନ୍ସିପାଲ୍ର ସିଗ୍ନେଚର ସିଲ୍ ବାଜିବ। ତ ସେଇଟା ଆପଣ କରିଛନ୍ତି କି ମୋତେ କମେଣ୍ଟ କରି କହିବେ। ତ ଥ୍ୟାଙ୍କ ୟୁ ସୋ ମଚ୍ ସାଙ୍ଗମାନେ, ଆପଣମାନଙ୍କୁ ମାନେ ଟାଇମ୍ ଦେଇପାରୁନଥିଲି ଆଜି ବହୁତ କଷ୍ଟରେ ଟାଇମ୍ ଦେଇଛି। ତ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍। ଏତେ ମୋତେ ୟୁଟ୍ୟୁବ୍ ଫ୍ୟାମିଲି ମୋତେ ଏତେ ମେସେଜ୍ କରିଛନ୍ତି, ମୁଁ ତାଙ୍କର ରିପ୍ଲାଏ ଦେଇପାରିନଥିଲି, ସେଥିପାଇଁ ବହୁତ ବହୁତ ସରି। ଆଉ ନେକ୍ସଟ ଟାଇମ୍ ମୋର ଏମିତି ହେବନି, କାହିଁକିନା ମୋର ଦେହ ଭଲ ନଥିଲା, ମୋର ମାନେ ଆନୁଆଲ୍ ସ୍ପୋର୍ଟସ୍ ବି ଚାଲିଛି, ଦେନ୍ ମୋର ମେଣ୍ଟାଲିଟି ବି ଭଲ ନଥିଲା, ସେଥିପାଇଁ ମୁଁ ଟିକେ ଦେଇପାରିନଥିଲି। ତ ଆଜି ଆପଣମାନଙ୍କୁ ଦେଲି। ଆଉ ଗୋଟେ ମ୍ୟାଡ଼ାମ୍ ମୋତେ OSTT ପାଇଁ ବୋଧେ ମେସେଜ୍ କରିଥିଲେ, ସେ କହିଲେ କି ମୁଁ ଏବେ OSTT ଦେଇପାରିବି କି? ହଁ, ଆପଣମାନେ ଦେଇପାରିବେ ଯଦି BPED ଆପଣଙ୍କର ଫାଷ୍ଟ ସେମିଷ୍ଟାର ଏକ୍ଜାମ୍ ସରିଯାଇଛି, ଦେନ୍ ସେକେଣ୍ଡ ସେମିଷ୍ଟାର ଆପଣଙ୍କର ଏକ୍ଜାମ୍ ସରିଯାଇଥିବ, ତାହେଲେ ଆପଣ କଲେଜରୁ କଣ୍ଟିନ୍ୟୁ ସାର୍ଟିଫିକେଟ୍ ଆଣିକି ଆପଣ OSTT ଦେଇପାରିବେ। ତ ଆଜି ପାଇଁ ଭିଡ଼ିଓ ଏତିକି। ଯେଉଁମାନେ ନୂଆ ଆସିଛନ୍ତି ମୋ ଚ୍ୟାନେଲରେ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ କରିବା ଭୁଲିବେନି। ଥ୍ୟାଙ୍କ ୟୁ ସୋ ମଚ୍, ବହୁତ ବହୁତ ଧନ୍ୟବାଦ।